ପଲ୍ଲା ଛକରୁ ନୂଆ ବସଷ୍ଟାଣ୍ଡ ଯିବା ରାସ୍ତା ଖାଲ ଖମାରେ ଭର୍ତ୍ତି ହୋଇଛି। ରାସ୍ତାରେ ପାଣି ଜମି ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଯାତାୟାତ ବେଳେ ଖାଲ ଖମାରେ ଜମିଥିବା କାଦୁଅ ପାଣି ବର୍ଷା ବେଳେ ଛିଟିକି ପଡୁଛି। ଏଥିସହିତ ଟ୍ରାଫିକ ସମସ୍ୟା ମଧ୍ୟ ଉପୁଜୁଛି। ଏହି ପଲ୍ଲା ଛକ ରାସ୍ତା ସପ୍ତାହ ମଧ୍ୟରେ 2 ଥର ମରାମତି କରାଯାଇଥିଲା ବେଳେ ବି ସ୍ଥିତି ସୁଧୁରୁନି। ରାସ୍ତାରେ ଗୋଡ଼ି ଓ ପିଚି ଉଠୁଥିଲେ ବି ରୋଲିଂ ନ ହେବାରୁ ଭାସି ଯାଉଛି। ଗତ ଗୁରୁବାର ମେଟାଲ ବାଲି ମିଶା ପଡ଼ିଥିବା ବେଳେ ସନ୍ଧ୍ୟାର ଅବସ୍ଥା କଦର୍ଯ୍ୟ ହୋଇପଡ଼ୁଛି। ଡ୍ରେନ୍ ନଥିବାରୁ ବର୍ଷା ପାଣି ନିଷ୍କାସନ ହୋଇପାରୁନି। ଯାନବାହନ ଚଳାଚଳରେ ଅନେକ ସମସ୍ୟା ଉପୁଜୁଛି। ଏହି ପଥ ଦେଇ ଡାକ୍ତରଖାନାରୁ ଆସିଥିବା ବେଳେ ପ୍ରସୂତି, ନବଜାତକ, ହୃଦରୋଗୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସହର ଭିତରକୁ ଯିବାକୁ ଏହା ଏକ ମୁଖ୍ୟ ସଡ଼କ। ତେବେ ଏହି ବ୍ୟସ୍ତବହୁଳ ରାସ୍ତା କାର୍ଯ୍ୟ ଠିକ୍ ଭାବେ ନହେବା ବିଡ଼ମ୍ବନାର ବିଷୟ। ଏନେଇ ବିଭାଗୀୟ ଉପଯନ୍ତ୍ରୀ କହିଛନ୍ତି 17 ନମ୍ବର ଜାତୀୟ ରାଜପଥ ଇସ୍କନ ପଲ୍ଲା ଛକଠାରୁ ଖୋର୍ଦ୍ଧା ଟ୍ରାଫିକ୍ ଚକ ପର୍ଯ୍ୟନ୍ତ ଲମ୍ବିଥିବା ଏହି ରାସ୍ତାର ଉନ୍ନତିକରଣ ପାଇଁ 9 କୋଟି ଟଙ୍କା ମଞ୍ଜୁର ହୋଇଛି। ରାସ୍ତା ପାର୍ଶ୍ୱ ଡ୍ରେନ୍ ନିର୍ମାଣ, 2 ଥାଳିଆ ରାସ୍ତା ମଝିରେ ରୋଡ୍ ଡିଭାଇଡର କରାଯିବ। ନିକଟରେ ସାଂସଦ ବିଧାୟକ ଏହି ରାସ୍ତା ଶୁଭ ଦେଇଛନ୍ତି। ରାସ୍ତା ନବୀକରଣ ହେବାକୁ ଥିବାରୁ ବର୍ଷା ଦିନେ କେବଳ କାମଚଳା ମରାମତି କରାଯାଉଛି। ଖୋର୍ଦ୍ଧାରୁ ଆନ୍ଦୋଳନ ଓଡ଼ିଶା ବ୍ୟୁରୋ ରିପୋର୍ଟ।